ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଓଡ଼ିଆ ବ୍ୟାକରଣକୁ ଆଲୋଚନା କରିବା। ଆଜିର ଆମର ବିଷୟବସ୍ତୁ ହେଉଛି ବାକ୍ୟ ବିଚାର। ହେଲେ ବାକ୍ୟ କାହାକୁ କୁହାଯାଏ ବା ବାକ୍ୟ ଆମେ କାହାକୁ କହିବା? ତ ପିଲାମାନେ, ବାକ୍ୟ କହିଲେ କ'ଣ ନା କେତେ ଗୁଡ଼ିଏ ପଦ ମିଳିତ ହୋଇ ଯଦି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିପାରିବେ, ଯଦି ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିଦେଲେ ତାହେଲେ ଆମେ ତାକୁ କ'ଣ କହିବା ନା ବାକ୍ୟ କହିବା। ବାକ୍ୟର ସଂଜ୍ଞା କ'ଣ? ବାକ୍ୟର ସଂଜ୍ଞା କହୁଛି ଯଦି ଏକ ବା ଏକାଧିକ ପଦ ମିଳିତ ହୋଇଥିବେ, ମାନେ ଏକରୁ ଏକାଧିକ ପଦ ମିଳିତ ହୋଇଥିବ ଏବଂ ମନର ଭାବକୁ ପ୍ରକାଶ କରୁଥିବ। କେମିତି ପ୍ରକାଶ କରୁଥିବା କଥା ନା ସମ୍ପୂର୍ଣ୍ଣ ରୂପରେ ପ୍ରକାଶ କରୁଥିବା କଥା। ହେଲେ ଆମେ ତାକୁ କ'ଣ କହିବା? ତାକୁ ବାକ୍ୟ ବୋଲି କହିବା। ଠିକ୍ ଅଛି, କେତେ ଗୁଡ଼ିଏ ଏକ୍ଜାମ୍ପଲ୍ ଅଛି ଦେଖିବା। କରେ ଅଛି ଅରୁଣ କାଲି, ଏହା ବକ୍ତବ୍ୟ ସମ୍ପୂର୍ଣ୍ଣ ନୁହେଁ। ଖରେ ଅଛି ଗଛରେ ଚଢ଼ି, ଏହା ମଧ୍ୟ ସମ୍ପୂର୍ଣ୍ଣ ରୂପେ କିଛି ସୂଚନା ଦେଉନାହିଁ। ଆମ୍ବ ତୋଳିଥିଲା, ଇଏ ମଧ୍ୟ କୌଣସି ପ୍ରକାର କମ୍ପ୍ଲିଟ୍ ସେନ୍ସ ବା ବକ୍ତବ୍ୟ ସମ୍ପୂର୍ଣ୍ଣ ନୁହେଁ। ଯେତେବେଳେ ଆମେ କକୁ, ଖକୁ ଏବଂ ଗକୁ ମିଶାଇ ଦେବା, ଯେମିତିକି ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା, ଏଇ ତିନୋଟିକୁ ମିଶାଇ ଦେଲା ପରେ କ, ଖ ଆଉ ଗକୁ ଆମର ବକ୍ତବ୍ୟଟା କ'ଣ ହୋଇଯାଉଛି ନା ସମ୍ପୂର୍ଣ୍ଣ ହୋଇଯାଉଛି। ଆମକୁ ଗୋଟେ କମ୍ପ୍ଲିଟ୍ ସେନ୍ସ ଦେଉଛି। ଏହା ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ବା ପୂର୍ଣ୍ଣ ରୂପରେ ପ୍ରକାଶ କରୁଅଛି। ଅର୍ଥାତ୍ ଆମେ ଜାଣିଗଲେ ବାକ୍ୟଟା ପଢ଼ି ନା ଅରୁଣ କ'ଣ କରିଥିଲା? କାଲି ଗଛରେ ଚଢ଼ିଥିଲା ଏବଂ ଆମ୍ବ ତୋଳିଥିଲା। ଏ ହେଉଛି ସମ୍ପୂର୍ଣ୍ଣ ବାକ୍ୟ। ଏହା ବାକ୍ୟ କୁହାଯିବ। ତେଣୁ ଏଠାରେ ଥିବା ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା, ଏଇ ସବୁ ହେଉଛନ୍ତି ବାକ୍ୟର ଗୋଟିଏ ଗୋଟିଏ ଏକକ, ଯାହାକି ଏକାଠି ମିଶିଛନ୍ତି। ଯେମିତି ଆମେ ଏକ୍ଜାମ୍ପଲ୍ ନେଇପାରିବା ପିଲାମାନେ, ଆମକୁ ଯଦି 2 ଦରକାର ଅଛି ତାହେଲେ ଆମକୁ କ'ଣ କରିବାକୁ ପଡ଼ିବ ନା 1 ଯୋଗ 1 କରିବାକୁ ପଡ଼ିବ। ଏ ଯେଉଁ 1 ଆଉ ଇଏ ବି 1, ଇଏ ହେଉଛି ସବୁ ଗୋଟେ ଗୋଟେ କ'ଣ ନା ପଦ। ଇଏ ହେଉଛି ପଦ। କେତେ ଗୁଡ଼ିଏ ପଦ ମିଶିଲା ପରେ ହିଁ ଆମେ କ'ଣ କରିପାରିବା ନା ବାକ୍ୟ ଗଠନ କରିପାରିବା। ଠିକ୍ ସେମିତି ଏମାନେ ହେଉଛନ୍ତି ଗୋଟେ ଗୋଟେ କ'ଣ ନା ଏକକ। ତେଣୁ ଅରୁଣ, କାଲି ଇତ୍ୟାଦି ଗୋଟିଏ ଗୋଟିଏ ହେଉଛନ୍ତି ପଦ। ଯଦି ଆମେ ପ୍ରଶ୍ନ ପଚାରିବା ତୁ ଖାଇଛୁ, ତୁ ହେଉଛି ଗୋଟିଏ ପଦ, ଖାଇଛୁ ହେଉଛି ଗୋଟିଏ ପଦ। ତେଣୁ ଏ ଦୁଇଟା ହେଲା 2ଟା ପଦ। ଉତ୍ତର ହଁ, ମୁଁ ଖାଇଛି। ହଁ ଗୋଟିଏ ପଦ, ମୁଁ ଗୋଟିଏ ପଦ, ଖାଇଛି ମଧ୍ୟ ଗୋଟିଏ ପଦ। ଆଗକୁ ଯିବା ପିଲାମାନେ। ଯୋଗ୍ୟତା କାହାକୁ କୁହାଯାଏ? ଯୋଗ୍ୟତା ଆମେ କାହାକୁ କହିବା? ଯେତେବେଳେ ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧ ଥିବା କଥା। ଯାହା ବି ବାକ୍ୟରେ ବ୍ୟବହାର କରାଯାଇଥିବ, ଯେତେଟି ପଦ ବା ଯେକୌଣସି ପଦ ବ୍ୟବହାର ହୋଇଥିବ ଏବଂ 2 ଜଣଙ୍କର ଭିତରେ ସମ୍ବନ୍ଧ ଥିବା କଥା। ଯଦି ସମ୍ବନ୍ଧ ନାହିଁ ତାହେଲେ ଆମେ ତାକୁ ଯୋଗ୍ୟତା କହିପାରିବା ନାହିଁ। ଏକ୍ଜାମ୍ପଲ୍ ନେଇଯିବା ପିଲାମାନେ। ବାଳକଟି ଉଡ଼ୁଅଛି, ବାଳକଟି କେତେବେଳେ ମଧ୍ୟ ଉଡ଼ିପାରିବ ନାହିଁ। ଆମେ ଗରମ ପାଣିରେ ଘରକୁ ପୋଡ଼ିପାରିବା ନାହିଁ, ତାର ଯୋଗ୍ୟତା ନାହିଁ, ତାର କ୍ଷମତା ମଧ୍ୟ ନାହିଁ। ତେଣୁ ଆମେ କହିପାରିବା ଯେ ବାଳକ ଉଡ଼ିପାରେ ନା, ବା ବାଳକ ପାଖରେ ଉଡ଼ିବାର ଶକ୍ତି ନାହିଁ। ଯଦି ମୁଁ କହିଦିଏ ବାଳକଟି ଦୌଡ଼ୁଅଛି ତାହେଲେ ବାକ୍ୟଟି ଠିକ୍ ହୋଇଯିବ। କିମ୍ବା କହିପାରିବା ବାଳକଟି ଚାଲୁଅଛି, ତାହେଲେ ବାକ୍ୟଟି ମଧ୍ୟ ଠିକ୍ ହୋଇଯିବ। ହେଲେ ଯୋଗ୍ୟତା ବୁଝିପାରିଲ ପିଲାମାନେ? ଯୋଗ୍ୟତା କାହାକୁ କୁହାଯାଏ ନା ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡ଼ିକ ଯଦି ପରସ୍ପର ସମ୍ବନ୍ଧ ଥିବ ଏବଂ ଯେମିତି ବାଳକଟି ଉଡ଼ୁଥିବାର ସମ୍ବନ୍ଧ ନାହିଁ କିନ୍ତୁ ବାଳକଟି ଦୌଡ଼ୁଥିବାର ସମ୍ବନ୍ଧ ଅଛି। ସେ ଦୌଡ଼ିପାରିବ, ତା'ର ଗୋଡ଼ ଅଛି, ସେ ଦୌଡ଼ିପାରିବ। ପଙ୍ଗୁ ହିମାଳୟ ପର୍ବତକୁ ଚଢ଼ିପାରିବ। ଯେତେବେଳେ ଜଣେ ଛୋଟା ବା ଯାହାର ଗୋଡ଼ ନାହିଁ, ସେ ହିମାଳୟ ପର୍ବତକୁ କେତେବେଳେ ମଧ୍ୟ ଚଢ଼ିପାରିବ ନାହିଁ। କାହିଁକି ନା ତା ପାଖରେ ଯୋଗ୍ୟତା ନାହିଁ। ଆଗକୁ ବଢ଼ିବା ପିଲାମାନେ। ଆକାଂକ୍ଷା। ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ। ଏଇ ଯେଉଁ ଗୋଟେ ୱାର୍ଡ଼ ଅଛି କ'ଣ ନା ସେଟା ହେଲା ଅପେକ୍ଷା। ଆକାଂକ୍ଷା କହିଲେ ଅପେକ୍ଷାକୁ ବୁଝାଏ। ଆକାଂକ୍ଷା ଅର୍ଥାତ୍ ପାଇବାର ଆଶା ବା ଅଭିଳାଷ, ଇଚ୍ଛାକୁ ଆକାଂକ୍ଷା କୁହାଯାଏ। ଅର୍ଥାତ୍
ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧ କରାଇବା ପାଇଁ ହେଲେ ସେ କ'ଣ କରିବାକୁ ପଡ଼ିବ ନା ଅପେକ୍ଷା କରିବାକୁ ପଡ଼ିବ। ତାକୁ ଆମେ କ'ଣ କହିବା ଆକାଂକ୍ଷା କହିବା। ଏକ୍ଜାମ୍ପଲ୍ ନେଇଯିବା। ମଦନ ସହିତ ଡଟ୍ 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 ବାକ୍ୟଟି ପୂର୍ଣ୍ଣ ନୁହେଁ, ଏହା ଅନ୍ୟ କିଛି କଥାକୁ ଅପେକ୍ଷା କରୁଛି। ଅର୍ଥାତ୍ କିଛି କହିବା ପାଇଁ ଚାହୁଁଛି ମଦନ ସହିତ କ'ଣ ଗୋଟେ ହେଇଛି। ରବିବାର ଦିନ ଚପଳା ବାକ୍ୟ ଅନ୍ୟ କିଛି ପଦକୁ ଅପେକ୍ଷା କରୁଛି, ତେଣୁ ପୂର୍ଣ୍ଣ ନୁହେଁ। ଡଟ୍ 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 ପଡ଼ିଛି ମାନେ ତାପରେ ଆଉ ବି କିଛି ଘଟଣା ଘଟିଛି କିମ୍ବା କିଛି କହିବା ପାଇଁ ଚାହୁଁଛି। ମଦନ ସହିତ ତାଙ୍କ ବାପା ଆସିବେ। ମଦନ ସହିତ କିଏ ଆସିବେ? ତାଙ୍କ ବାପା ଆସିବେ। ଏଇ ଯେଉଁ ତାଙ୍କ ବାପା ଆସିବେ ଇଏ ହେଲା ଆମର ଆକାଂକ୍ଷା। କାହିଁକି? ମଦନ ସହିତ କାହାକୁ ଅପେକ୍ଷା କରୁଛି ନା ତାଙ୍କ ବାପାଙ୍କ ଆସିବାକୁ ଅପେକ୍ଷା କରୁଛି। କାହା ସହିତ ଆସିଲେ? ନା ବାପାଙ୍କ ସହିତ ଆସିଲେ। ଇଏ ହେଲା ଗୋଟେ ଆମର ଆକାଂକ୍ଷା। ଆଉ କ'ଣ ପିଲାମାନେ? ନା ରବିବାର ଦିନ ଚପଳା। ରବିବାର ଦିନ ଚପଳା କ'ଣ କଲା? ଭୁବନେଶ୍ୱର ଯିବ। କାହାକୁ ଅପେକ୍ଷା କରୁଛି? ଏ ଭୁବନେଶ୍ୱର ଯିବାକୁ ଅପେକ୍ଷା କରୁଛି। ଭୁବନେଶ୍ୱର ଯିବା ହେଉଛି ତୁମର କ'ଣ ନା ଆକାଂକ୍ଷା। ବାକ୍ୟର ଗୋଟିଏ ପଦ ଅନ୍ୟ ପଦକୁ କ'ଣ କରୁଛି ନା ଅପେକ୍ଷା କରୁଛି। ତାକୁ କହିପାରିବା ଆମେ ଆକାଂକ୍ଷା। ଆସକ୍ତି। ବାକ୍ୟରେ ଥିବା ପଦ ଯୋଜନା। ପଦ ଯୋଜନାର ଅର୍ଥ ହେଲା କ'ଣ ନା କାହା ପରେ କିଏ ବସିବ, ଯେଉଁଟା ଆମେ କହୁଛୁ କ୍ରୋନୋଲୋଜିକାଲି କିଏ ବସିବ କାହା ପରେ, ତାକୁ କୁହାଯାଏ ପଦ ଯୋଜନା ବା ଆସକ୍ତି। ଏହାଦ୍ୱାରା କାହା ପରେ କେଉଁ ପଦ ରହିଲେ ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିହେବ। ଆସକ୍ତିକୁ ମଧ୍ୟ ପଦ ବିନ୍ୟାସ କୁହାଯାଏ। କର୍ତ୍ତା, କର୍ମ, ସମାପିକା, କ୍ରିୟା ଏଭଳିଆ ଜିନିଷ ଯେଉଁ ସଜେଇକି ରଖବାଟାକୁ କ'ଣ କୁହାଯିବ ନା ପଦ ବିନ୍ୟାସ କୁହାଯାଏ। ଯେମିତି ଏକ୍ଜାମ୍ପଲ୍ ଗୋଟେ ଅଛି ଆମର ପାଖରେ ପିଲାମାନେ। କ'ଣ ଏକ୍ଜାମ୍ପଲ୍ ଅଛି ନା ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସ୍ୱିତ। ଏ ବାକ୍ୟଟା ସଠିକ୍ ଅଛି? ତୁମକୁ ଲାଗୁଛି ସଠିକ୍ ଅଛି ଭଳିଆ? ଖ ନମ୍ବର, ଉଭୟେ ଏ ମିଶି ଛବି ଓ ବର୍ଣ୍ଣନା ଆଙ୍କିଛନ୍ତି ଚନ୍ଦନା। ଏଇଟା ମଧ୍ୟ ବାକ୍ୟଟା ସମ୍ପୂର୍ଣ୍ଣ ନୁହେଁ। ଏଇ ଯେଉଁ ଆମ ପାଖରେ ପ୍ରଦତ୍ତ ବାକ୍ୟ ଦୁଇଟିର କର୍ତ୍ତା କ୍ରିୟା ଥିଲେ ମଧ୍ୟ ପ୍ରକୃତ ଅର୍ଥ ବୁଝା ପଡ଼ୁନାହିଁ। ସଠିକ୍ ଅର୍ଥ ବା ସଠିକ୍ ପୂର୍ଣ୍ଣ ବାକ୍ୟ ରୂପେ ବ୍ୟବହାର ହୋଇପାରୁ ନାହିଁ। ଯଦିଓ ଆମ ପାଖରେ କ'ଣ ଅଛି ନା କର୍ତ୍ତା ବି ଅଛି, କର୍ମ ବି ଅଛି, କ୍ରିୟା ବି ଅଛି, କିନ୍ତୁ ସଠିକ୍ ଜିନିଷ ଦେଉନାହିଁ। ଉଭୟ ବାକ୍ୟରେ ପଦଗୁଡ଼ିକ ଯାହା ପରେ ଯିଏ ରହିବା ଆବଶ୍ୟକ ସେପରି ହୋଇନାହିଁ। ଯାହା ପରେ ଯିଏ ଆସିବା କଥା ତାହା ଆସିନାହାନ୍ତି। ତେଣୁ ପଦଗୁଡ଼ିକ ସଜାଇ ଲେଖାଗଲେ ବାକ୍ୟ ଦୁଇଟି କ'ଣ ହେବ? ଦେଖ, ଯେ ଗୌତମ ତପସ୍ୱିତ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ। ଗୌତମ ଫାଷ୍ଟ କ'ଣ କଲେ ନା ତପସ୍ୟା କଲେ। ତପସ୍ୱିତର ଅର୍ଥ ହେଲା ତପସ୍ୟା କରିବା। ସେ ତପସ୍ୟା କଲେ ଏବଂ ବୁଦ୍ଧତ୍ୱ ମଧ୍ୟ ପ୍ରାପ୍ତ ହେଲେ। ଆଉ କ'ଣ ଅଛି? ଚନ୍ଦନା ଓ ବନ୍ଦନା, ଏମାନେ ଦୁଇ ଭଉଣୀ, ଉଭୟ ମିଶି ଏ ଛବି ଆଙ୍କିଛନ୍ତି। ଏ ଛବିଟା କିଏ ଆଙ୍କିଛି ନା ଚନ୍ଦନା ଏବଂ ବନ୍ଦନା କ'ଣ କରୁଛନ୍ତି ନା ଏ ଛବିଟା ଆଙ୍କିଛନ୍ତି। ଇଏ ହେଉଛି ତୁମର ଆସକ୍ତି। ଅର୍ଥାତ୍ ବାକ୍ୟକୁ ସଜେଇକି ଲେଖବାଟାକୁ କ'ଣ କୁହାଯାଏ? ପଦ ବିନ୍ୟାସ ବା ଆସକ୍ତି। ବାକ୍ୟାଂଶ। ବାକ୍ୟାଂଶ କାହାକୁ କୁହାଯାଏ? ବାକ୍ୟର ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ କ'ଣ କୁହାଯାଏ ନା ବାକ୍ୟାଂଶ। ବାକ୍ୟର ନିର୍ଦ୍ଦିଷ୍ଟ ଅଂଶକୁ ବାକ୍ୟାଂଶ କୁହାଯାଏ। ବାକ୍ୟର ନିର୍ଦ୍ଦିଷ୍ଟ ଅଂଶକୁ ବାକ୍ୟ କୁହାଯାଏ। ହରିହରଙ୍କ କଥା ଶୁଣି ମା ଡଟ୍ 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 ହୋଇକି ରହିଗଲା। କ'ଣ ହେଲା? କିଛି ଗୋଟେ ହେଇଥିବ। ଘଣ୍ଟା ବାଜିଲା ଅଥଚ ପିଲାମାନେ ଡଟ୍ 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 ହୋଇକି ରହିଗଲା। ଏଇ ଯେଉଁ ବାକ୍ୟ ଦୁଇଟି ଏଇଟା ସମ୍ପୂର୍ଣ୍ଣ ନୁହେଁ। ଏଗୁଡ଼ିକ ସମ୍ପୂର୍ଣ୍ଣ କରିବା ପାଇଁ ଅନ୍ୟ କେତୋଟି ପଦର ଆବଶ୍ୟକତା ଅଛି। ଯେମିତି ତୁମକୁ ବୋଲ୍ଡ ଅକ୍ଷରରେ ଦିଆଯାଇଛି। କ'ଣ ପିଲାମାନେ? ସେ କହିଛି ଯେ ହରିହରଙ୍କ କଥା ଶୁଣି ମା ଆଶ୍ଚର୍ଯ୍ୟ ହେଲି। ଏଇ ଯେଉଁ ଆଶ୍ଚର୍ଯ୍ୟ ହେବା ହେଉଛି ତୁମର ଗୋଟିଏ ବାକ୍ୟର ଅଂଶ। ଏହାଦ୍ୱାରା ହିଁ କ'ଣ ହେଉଛି? ବାକ୍ୟଟା ସମ୍ପୂର୍ଣ୍ଣ ହେଉଛି। ଇଏ ଯଦି ନଥିଲେ ବାକ୍ୟଟା କ'ଣ ହେଉଛି ନା ବାକ୍ୟଟା ଅସମ୍ପୂର୍ଣ୍ଣ ହୋଇକି ରହିଯାଉଛି। ଘଣ୍ଟା ବାଜିଲା ଅଥଚ ପିଲାମାନେ ଶ୍ରେଣୀକୁ ଆସିଲେ ନାହିଁ। ଶ୍ରେଣୀକୁ ଆସିଲେ ନାହିଁ ଏ ହେଉଛି ତୁମର ଗୋଟେ ବାକ୍ୟାଂଶ। କାହିଁକି? ଏହାଦ୍ୱାରା ହିଁ ବାକ୍ୟଟା ସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଉଅଛି। ମୂଳ ବାକ୍ୟ ଦୁଇଟି ସହିତ ମୋଟା ଅକ୍ଷର ଲିଖିତ ପଦଗୁଡ଼ିକ ଯୋଡ଼ାଯିବାରୁ ବାକ୍ୟଦ୍ୱୟ କ'ଣ ହେଲା ନା ସମ୍ପୂର୍ଣ୍ଣ ହେଲା। ଏ ଦୁଇଟା ମିଶିବା ଦ୍ୱାରା ହିଁ ବାକ୍ୟଟା କ'ଣ ହେଇଛି? ସମ୍ପୂର୍ଣ୍ଣ ହୋଇଛି। ପ୍ରଥମ ଦିଆଯାଇଥିବା ଅଂଶ ପୂର୍ଣ୍ଣ ବାକ୍ୟର ଏକ ଅଂଶ, ତେଣୁ ଏହା ହେଉଛି ଏକ ବାକ୍ୟାଂଶ। ତାପରେ ଦେଖିବା ପିଲା କ'ଣ ମାନେ
ନା ଖଣ୍ଡବାକ୍ୟ କଥା। ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ। ବାକ୍ୟରେ ସମାପିକା କ୍ରିୟା ଥିବା ଅଂଶଟିକୁ କ'ଣ କୁହାଯାଏ ନା ଖଣ୍ଡବାକ୍ୟ। ଯେଉଁଠି ସମାପିକା କ୍ରିୟା ଥିବ ତାକୁ ଆମେ କହିପାରିବା ଖଣ୍ଡବାକ୍ୟ। ଯେଉଁମାନେ ବୃଥାରେ ସମୟ କାଟନ୍ତି ଡଟ୍ ଡଟ୍ ରହିଯାଇଛି। କିଏ ପ୍ରଥମ ହେବ ଡଟ୍ ଡଟ୍। ଯେଉଁମାନେ ହେଲା ଆମର କର୍ତ୍ତା, କାଟନ୍ତି ହେଲା ଆମର କ୍ରିୟାପଦ। ଆମେ ଜାଣିଛୁ କର୍ତ୍ତା ହେଉଛି କିଏ? ଯେଉଁମାନେ, କାଟନ୍ତି ସମୟ ଅତିବାହିତ କରିବାଟା ହେଲା କ୍ରିୟା। କିଏ ହେଲା କର୍ତ୍ତା। ପ୍ରଥମ ଛାଡ଼ିଦେଲା ପରେ ହେବ ହେଉଛି ଆମର କ୍ରିୟାପଦ। ଦୁଇଟି ବାକ୍ୟରେ କର୍ତ୍ତା ଓ କ୍ରିୟା ଥାଇ ମଧ୍ୟ ଏହା ମନୋଭାବ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁନାହିଁ। ତେଣୁ ଏହା ଆମେ କହିପାରିବା ଗୋଟେ ବାକ୍ୟ ଖଣ୍ଡ ବା ଖଣ୍ଡବାକ୍ୟର ବାକ୍ୟ ଖଣ୍ଡକୁ ଖଣ୍ଡବାକ୍ୟ ବୋଲି ମଧ୍ୟ କୁହାଯାଏ। ଅର୍ଥାତ୍ ସମସ୍ତ ବାକ୍ୟରେ ଥିବା ସମାପିକା କ୍ରିୟାଯୁକ୍ତ ଅଂଶଟିକୁ କ'ଣ କହିପାରିବା ଆମେ ନା ଖଣ୍ଡବାକ୍ୟ ବୋଲିକରି କହିପାରିବା। ତ ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଆମେ କ'ଣ କହିପାରିବା ପିଲାମାନେ ନା ଖଣ୍ଡବାକ୍ୟ ବୋଲିକରି କହିପାରିବା। ତ ଆଜି ପାଇଁ ଏତିକି। ଯଦି କିଛି ଡାଉଟ୍ ଥିବ ତାହେଲେ ନିଶ୍ଚିତ ଭାବରେ କମେଣ୍ଟ ସେକ୍ସନରେ ଜଣାଇବ। ତେଣୁକରି ଆଜି ପାଇଁ ଏତିକି। ଧନ୍ୟବାଦ ପିଲାମାନେ। ଥ୍ୟାଙ୍କ ୟୁ ଟୁ ଅଲ୍।